ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ଜୁଲାଇ 2। ଦିନଟିର ପ୍ରଧାନ ଚିନ୍ତା। ଭଗବାନଙ୍କ ନିକଟରେ ପ୍ରାର୍ଥନା କର ଯେପରି ତାଙ୍କ କୃପାରୁ ତୁମେ ସେବା ଧର୍ମ ପାଳନ କରିପାରିବ। ସ୍ମରଣୀୟ ପଂକ୍ତି। ବିଷଣ୍ଣ ହୃଦୟରେ ରହିଥିଲି, ଗଭୀର ସଂଶୟ ମୋର। କି ଭାବେ କରିବି ମୁଁ ଏହି କାର୍ଯ୍ୟ, ନାହିଁ ଯାର କିଛି ପ୍ରତିଦାନ। ତଥାପି ମୁଁ ତବ ଇଚ୍ଛାର ଦାସ, ରହିଲି ମୁଁ ମୋର ସ୍ଥାନେ ହୋଇ ଧୀର ସ୍ଥିର। ଅବଶେଷେ ଆସିଲେ ଜଣେ ଦୁଇ ଜଣ, ପ୍ରଶ୍ନ କଲେ ମୋତେ, ଇଏ କିପରି ପ୍ରଦୀପ ତୁମର? ତୈଳବର୍ତ୍ତିକା ବିହୀନ ଜଳେ ସଦା ଅବିରାମ। କହିଲି ମୁଁ ତାଙ୍କୁ, ଏ ଯେ ତବ ଅକ୍ଷୟ ପ୍ରଦୀପ, ଜଳେ ଯାହା ଦିବାନିଶି ମନୁଷ୍ୟର ସ୍ପର୍ଶ ବିନା। କହିଲି ମୁଁ ତାହାକୁ ଜଳାଇ ଆପଣା ଦୀପ ଶିଖା, କିନ୍ତୁ ହାୟ, ଫେରିଲେ ସେମାନେ ଦ୍ୱିଧା ଭରି ଅତୀବ କାତରେ। ନୀତି ଉପଦେଶ। ଆମେ ଯେତେବେଳେ ଜଗତକୁ ଉତ୍ସାହ ଓ ସାହସରେ ଅନୁପ୍ରାଣିତ କରୁ, ସେତେବେଳେ ଆମର ଯଥାର୍ଥ ଜନସେବା ହୁଏ ଏବଂ ଆମେ ମଧ୍ୟ ସେତେବେଳେ ଅନେକ ଉପକାର ଲାଭ କରୁ। ଆମର ମନ ଯଦି ମହାନ ଚିନ୍ତାରେ ଉନ୍ନତ ହୁଏ, ତେବେ ଆମର ଓ ଅନ୍ୟ ସମସ୍ତଙ୍କର ବିଶେଷ ଉପକାର ହୁଏ। ମନୁଷ୍ୟର କର୍ମର, ପ୍ରାର୍ଥନାର, ପ୍ରେମର ଓ ପ୍ରଫୁଲ୍ଲ ଭାବର ପ୍ରୟୋଜନ। ପ୍ରତ୍ୟେକ କର୍ମ ଏପରି ନିଃସ୍ୱାର୍ଥପର ଭାବେ ଓ ଆନ୍ତରିକ ସେବାରେ କରିବ ଯେ ତାହା ତୁମର ଜୀବନରେ ଶ୍ରୀ ଭଗବାନଙ୍କର ଅଶେଷ ଆଶୀର୍ବାଦ ଆଣିବ। ପ୍ରାର୍ଥନା। ହେ ପ୍ରଭୁ, ଜ୍ଞାନ ଓ ଜୀବନର ଅଫୁରନ୍ତ ଉତ୍ସ, ତୁମେ ଆଶୀର୍ବାଦ କର ଯେପରି ମୁଁ ସର୍ବଭୂତରେ ତୁମ ଆବିର୍ଭାବ ଅନୁଭବ କରିବି। ତୁମର ଦିବ୍ୟ ଜ୍ଞାନ ମୋ ନିକଟରେ ପ୍ରକାଶିତ କର, ଯେପରି ମୁଁ ତାହା ତୁମର ସନ୍ତାନ ସମସ୍ତଙ୍କୁ ଦାନ କରିପାରିବି। ମୋ ନିଜର ଇଚ୍ଛାକୃତ ସେବା ମୁଁ ତୁମର ଶ୍ରୀଚରଣରେ ନିବେଦନ କରିବାକୁ ଚାହେଁ। ତୁମର ହିଁ ପ୍ରେମ ଯେପରି ନଦୀ ପରି ମୋ ମଧ୍ୟ ଦେଇ ସକଳ ଜୀବ ଦିଗରେ ପ୍ରବାହିତ ହୁଏ।